ସେଦିନ ସେ ପାଣି ଧରି ଫେରିଲା ବେଳକୁ ସେମାନଙ୍କର ତାସଲ୍ୟ ଭରା ହସ ଶୁଣିପାରିଲା। ପରେ ପରେ ସମାଲୋଚନା ମୃଦୁସ୍ୱରରେ, "ଛିଆଲୋ, ଏଇଟା ବଡ଼ ଛଇ ଛଟକି। ଏ ଛଇଳିର ମନଚିତ୍ତ ଛନ ଛନ। ପରଘରି ହେଲୁ ପରା, ପୁଣି ଟୋକି ଟାକଳି ଭଳି ଏ ଖୁଜୁବୁଜିଆ ପ୍ରକୃତି। ବାହା ହେଇକି ତ ବାପ ଘରେ, ପକ୍କା ଖାନିକି, ବଜାରୁଣୀ ଖଣ୍ଡେ। ଘଡ଼େ ଛନେ ଦେହ ସୁଖ ଖୋଜିବା ଲୋଡ଼ିବା ଲାଗି ବହକୁ ବହକୁ ବହକି ଯାଇଥିବ କୋଉ ବେହିଆ ସଙ୍ଗରେ। ତାପରେ ତ ନନି ଚୋପକାଣ୍ଡିଆ ଭଳି ଲଟକିଛି। ଏମାନଙ୍କୁ ଟିକେ ରାଜସରମ ବୋଲି ଅଛି ନା କଣ? ବାପ ଭାଇ ବେଦିରେ ବସେଇଲା ବେଳକୁ କଣ ପାଇଁ ପାଟି ଫିଟେଇକି କହିଲାନି, ମୁଁ ଘରେ ରହି ଲୁଚାଚୋରାରେ ନିଇତି ନୂଆ ନୂଆ ନାଗର ଖୋଜିବି, ନୂଆ ଚିଜ ଚାଖିବି, ମନମାଫିକ ନାଟ ଲଗେଇବି। ନାଗର ଆଇବେ ଗୋଟାକୁ ଗୋଟା, ପଇସା ପାଇବି ମୁଠାକୁ ମୁଠା। ତାର ହୃଦୟରେ କିଏ ଯେମିତି ଶୂଳ ଭୁଷିଦେଲା, କାନରେ ତରଳ ସିସା ଢାଳିଦେଲା। ପିଇବା ପାଣି 2-4 ବାଲ୍ଟି ନେବା ପାଇଁ ଆସୁ ଆସୁ ଶୁଣିଲା ସେଇ କଥା। ବାଲ୍ଟି ରଖିବା ବାହାନାରେ ସିଏ ଠିଆ ହୋଇଗଲା ଘଡ଼ିଏ। ଆଲୋଚନା ଠପ୍ ହୋଇଗଲା। କଳିଗୋଳରେ ମୁଖରିତ କ୍ଲାସରୁମକୁ ହଠାତ୍ ମାଷ୍ଟ୍ରେ ପଶି ଆସିଲା ପରି। କିନ୍ତୁ କେତେ ସମୟ? ନିଜର ଉପସ୍ଥିତି ବା ସଚେତନତା ଜଣେଇ ଦେଇ କେତେ ସମୟ ପାଇଁ ସମାଜର ମୁହଁ ବନ୍ଦ କରାଯାଇପାରେ? ତା ଜୀବନର ଟ୍ରାଜେଡି ସମ୍ପର୍କରେ ସମସ୍ତେ ଜାଣନ୍ତି। ୟାକୁ ଦେଖେଇ ତାକୁ ଦେଖେଇ କଥା କଥାକେ ତୀର ହାଣନ୍ତି। ଦୁନିଆରେ ଘର କରି ଦୁନିଆ ଆଖିରୁ କଣ କୋଉ କଥା ଲୁଚା ଯାଇପାରେ? ଟିକେ ରଞ୍ଚେ ହେଉ ପଛେ ସେ ଦୁଃଖର କାରଣ କଣ କିଏ ଜାଣିବାକୁ ଚେଷ୍ଟା କରିଛି? ବଡ଼ ବିଚିତ୍ର ଏ ଦୁନିଆ। ଦୁନିଆକୁ ସବୁବେଳେ ପରିଷ୍କାର ପରିଚ୍ଛନ୍ନ ଜିନିଷ ଲୋଡ଼ା। ସେ ଯାହାକୁ ଯୋଉ ଭୂମିକା ଦେଇଛି ସିଏ ସେଇ ଭୂମିକାଟିକୁ 100% ଖାଣ୍ଟି ସୁନା ପାଲଟି ସଚ୍ଚୋଟ ଭାବରେ ନିର୍ବାହ କରିବା ଉଚିତ। କିନ୍ତୁ ସମାଜ ଆଖିରେ ସେ ଆଜି କଳଙ୍କିତ। ଅସଲି ସୁନା ପାଲଟି ପାରିନାହିଁ। ତା ଚରିତ୍ର ସଫାସୁତୁରା ନୁହେଁ। ସେଥିପାଇଁ ସମାଜ ତାକୁ କ୍ଲିନ୍ ଚିଟ୍ ଦେଇନି। ସେ ସନ୍ଦେହ ଘେରରେ। ତା ଜୀବନଟାକୁ ସେ ସେମାନଙ୍କ ସାମ୍ନାରେ ଖୋଲା କିତାବ କରିପାରିନି। ଅପ୍ରତ୍ୟାଶିତ ଭାବେ ଝଡ଼ ଆସି ତା ଜୀବନ ବହିର କେଇଟି ପୃଷ୍ଠା ମୋଡ଼ି ମାଡ଼ି ମକଚି ଦେଇଛି। କିଛିଟା ଓଲଟପାଲଟ ହୋଇଯାଇଛି। ବାକିତକ ସେ ଆପେ ଫର୍କ କରି ଚିରି ଦେଇଛି। ଲୋକେ ସେଇ କେଇଟି ପୃଷ୍ଠାରୁ ତରତର ଭାବେ କିଛି ଅଂଶ ପଢ଼ି ପକେଇଛନ୍ତି। ଯିଏ ଯାହା ପାରିଲା ତାକୁ ସେଭଳି ଭାବରେ ଅର୍ଥ କରିଛି। ବାକି ଅଧକ ଜାଣିବା ପାଇଁ ପ୍ରତ୍ୟେକଙ୍କ ମନରେ କୌତୂହଳ। ତେଣୁ ଟିକିଏ ସୁବିଧା ସୁଯୋଗ ପାଇଲେ ଯିଏ ଯେମିତି ଭାବରେ ଉଖାରି ଦିଏ, ଉଦ୍ଗାରି ପକାଏ। ମନେ ପଡ଼ିଯାଏ ସେଇ ଯୋଗଟି, मैंने तुमको सिर्फ चावल दिया था, तुम तो अच्छा खासा खिचड़ी बनाकर पेश कर दिए। हुए, ହଁ ସେମିତି ହୁଏ। ତା ଜୀବନରେ ବି ଘଟିଯାଇଛି ସେମିତି କିଛି। ଆଉ କିଛି ନୂଆ ଘଟିବାକୁ ଯାଉଛି ବୋଲି ସନ୍ଦେହ କରି ଲୋକେ ଫୁସୁରୁ ଫାସର ହେଉଛନ୍ତି। ଏଇଟା ଜମା ଠିକ୍ ନୁହେଁ। ଲୋକଙ୍କ ଆଖିରେ ସେଇଟା ଠିକ୍ ନଥିଲା, ଆଉ ଏଇଟା ବି। ସେମାନେ କେତେବେଳେ ବି କାହା ଉପରେ ପୂର୍ଣ୍ଣ ରୂପେ ସନ୍ତୁଷ୍ଟ ହୋଇପାରନ୍ତିନି। କେତେ ଜାଣନ୍ତି ତା ବିଷୟରେ ଲୋକମାନେ। କାହାରି ମୁହଁରେ ବାଡ଼ବତା ନାହିଁ। ଭାରି ଆଶ୍ଚର୍ଯ୍ୟ ଲାଗେ ଏ ଲୋକଚରିତ୍ରକୁ ନେଇ। ବ୍ୟକ୍ତି ଚରିତ୍ରର ଶୁଦ୍ଧତାକୁ ନେଇ ସମାଜର ବଡ଼ କୌତୂହଳ। ଯେତେ ଯାହା ସଫେଇ ଦିଅ କେହି କେବେ ସନ୍ତୁଷ୍ଟ ହୁଏ ନା। ପାଣି ଧରି ସେ ଚାଲିଗଲା। ଝରକା ସେପାଖୁ ମୁଁ ସ୍ତ୍ରୀ ଲୋକମାନଙ୍କୁ ଦେଖିପାରୁଥିଲି, ସେମାନଙ୍କ କଥା ଶୁଣିପାରୁଥିଲି। ତା ବିଷୟରେ ଭାବିଲେ ଭାରି ଦୁଃଖ ଲାଗେ। ଝିଅଟାକୁ ପିଲାଟି ବେଳୁ ଜାଣିଛି। ସେମାନେ ଅତୀତରେ ଆମ ପଡ଼ୋଶୀ ଥିଲେ। ଆର୍ଥିକ ଅବସ୍ଥା ସେତେଟା ଭଲ ନଥିଲା। ତଥାପି ରୁଚିସମ୍ପନ୍ନ ଭଦ୍ର ପରିବାର। ମଗା ଜଚା ଧାର କରଜର ଝିଞ୍ଝଟ କି କାହା ସହିତ କଳିଗୋଳ ନାହିଁ। ଝିଅ 3ଟି, ପୁଅଟିଏ। ପୁଅଟି ଟିକିଏ ହୁଣ୍ଡା ସ୍ୱଭାବର। ବଡ଼ ଝିଅଟି ଉପାର୍ଜନକ୍ଷମ, ଫରଫର ଗୋରା, ଫିନଫିନ ପାତଳି। ଧୁକାଟେ ଆଇଲେ ଉଡ଼େଇ ନବ। ଅମରି ବାଡ଼ିଟେ ବାଗିର। ଆଗାଡୁ ଦେଖିଲେ ଯେନ୍ତା, ପଛାଡୁ ଦେଖିଲେ ସେନ୍ତା। ଫିଗରଟା ଭାରି ଅଡ୍ ଦେଖାଯାଏ। ଥରେ ବାହାଘର ପାଇଁ ପ୍ରସ୍ତାବଟେ ଆସିଲା। ପୁଅ ଘର ଦେଖିବାକୁ ଆସିଲେ। ପୁଅର ମା ପାଖରେ ବସିଥିବା ତାଙ୍କର ସମ୍ପର୍କୀୟାଙ୍କୁ କୁଆଡ଼େ ମୁହଁ ଚାପି କହିଦେଲେ, ଆଲୋ, ୟା ଦେହରେ ତ ପତରେ ବୋଲି ମାଉସ ନାହିଁ। ମୋ ପୁଅ ଏ ଖଡ଼ା ଡାଙ୍ଗକୁ ନେଇ କଣଟା କରିବ ବା? ବାସ୍, ଜଳି ପୋଡ଼ିଗଲା ମନ। ପାଉଁଶ ପାଲଟିଲା ସବୁ ସପନ। ଜାଗିଲା ସ୍ୱାଭିମାନ। ମନକୁ କଲା ସେ ଟାଣ, ମେଣ୍ଢା ମୁଣ୍ଡ ଭଳି। ସେଇଦିନ ତା ବାହାଘର ପାଇଁ ପୋଥି ପାଞ୍ଜି ପେଡ଼ି ପୋଟଳା ଭିତରେ ବନ୍ଧାଇ ପଡ଼ି ରହିଲା ଯେ ରହିଲା, ଆଉ ଫିଟିଲା ନାହିଁ। ମା ପହିଲେ ଗାରୁ ଗାରୁ ହେଲା। ବେଶ କିଛି ଦିନ ଲୁଚି ଲୁଚିକି କାନ୍ଦିଲା। ପରେ ରୋଜଗାରିଆ ଝିଅର ଗୋଟେ ଧମକରେ ଉକୁରୁ ବୁକୁରୁ ବନ୍ଦ। ଏକବାର ଚୁପ୍ ହେଇଗଲା। ତାରି କମାଣି ଖାଇଲା, ଦରମଲା ହୋଇ ପଡ଼ି ରହିଲା। ମଝିଆ ଝିଅ ଘର କାମରେ ଭାରି ଜବର, କିନ୍ତୁ ପାଠରେ ବିରାଟ ଜିରୋ।
ଯେମିତି ସେମିତି କରି ତା ବାହାଘର କରିଦିଆଗଲା। 2 ବର୍ଷ ପରେ ପୁଅର ବି। ଘରକୁ ଆସିଲା ତୋଫା ଗୋରୀ ସୁନ୍ଦରୀ ବୋହୂ, ଗୁଣରେ ଶୂନ, କିନ୍ତୁ ଉତ୍ଫୁଣ ତମ୍ପ ଭଳିଆ ହମେଶା ଫଁ ଫଁ ହେଉଥିବା ହୀରକୁ ରଖିଲା ହାତ ମୁଠାରେ। ସାପ ମୁହଁରେ ଗଦ ପରି ପିରତିର ଗଦ ଶୁଙ୍ଘେଇ ପ୍ରେମର ପେଡ଼ି ପେଟରାରେ ପୂରେଇ ଦେଲା। ପଣତ କାନିରେ ବାନ୍ଧି ରଖିଲା। ସାପର ଉକୁର ବୁକୁର ଏକବାର ବନ୍ଦ। ରୂପର ଔଦ୍ଧତ୍ୟ ଦେଖେଇବାରୁ ପତି ପରିବାର କାହା ନିକଟରେ ପ୍ରିୟ ହେଲା ନାହିଁ। ତା ସ୍ୱାମୀ ତ ଏକୋଇର ବଳା। କିଛିଦିନ ମୁହଁ ଫୁଲେଇକି ରହିଲା। ପରିଶେଷରେ ପତ୍ନୀ ବୁଦ୍ଧିରେ ପଡ଼ି ପାଖରେ ପାଇଥିବା ଚାକିରି ଜାଗାରେ ବି ଚଳିପାରୁନି ବୋଲି ପତ୍ନୀକୁ ନେବା ପାଇଁ ଜିଦ୍ କଲା। ପରିଶେଷରେ ତାର ସେ ଜିଦ୍ ବି ପୂରଣ ହେଲା। ବାପା ଅବସର ନେଲେଣି। ଶ୍ୱାସରୋଗୀ, ବାତପୀଡ଼ିତା ମା, ସମସ୍ତଙ୍କ ଚିନ୍ତାର କାରଣ ପାଲଟିଥିବା ଚାକିରିଜୀବୀ ଅବିବାହିତା ବୟସ୍କା ବଡ଼ ଭଉଣୀ ଅଭିମାନିନୀ, ତା ପଛକୁ ବିବାହଯୋଗ୍ୟା ଅଲ୍ୟଳୀ ସାନ ଭଉଣୀ। ସେମିତି ଚାଲିଥାଏ ଜୀବନ। ହଠାତ୍ ଚାଲିଗଲେ ବାପା। ଭୟଭୀତ ମା ଜ୍ଞାତି କୁଟୁମ୍ବଙ୍କୁ ଧରି ପାଣି କାଦୋ କରି ସାନ ଝିଅର ବାହାଘର କରାଇଦେଲେ। ନାତି ନାତୁଣୀଟେ ଦେଖିବାର କି ବ୍ୟାକୁଳତା ତାଙ୍କର। ମାତ୍ର ମାସ 6ଟା ଯାଇନି ଶାଶୁଘରକୁ ଛି କରିଦେଇ ସବୁଦିନ ପାଇଁ ବାପଘରକୁ ଚାଲିଆସିଲା ଝିଅ। ଉଭୟ ପକ୍ଷରୁ ଅହଂର ଟକ୍କର ଚାଲିଲା। ଏକା ଜିଦି ଝିଅର। ଘରେ ଥମଥମ ବାତାବରଣ। ପିଲାଘର ଖବର ପଠେଇଲେ, ତଥାପି ନାସ୍ତିବାଣୀ ଶୁଣେଇଲା ଝିଅ, ସେମାନେ ଆସନ୍ତୁ ଆଗ। ଏମିତି ଘିଚାଟଣାରେ ପୁଣି ବିତିଗଲା ବେଶ କେଇ ମାସ। ପରିସ୍ଥିତି ଅସହ୍ୟ। ପରିଶେଷରେ ପିଲାଘରୁ ମୁରବୀମାନେ ଆସିଲେ। ସେମାନଙ୍କର ସମ୍ପତ୍ତି କିନା। ଏକାଠି ବସା ଉଠା ଖିଆ ପିଆ, ତାପରେ ଅସଲ କଥାର ଆଲୋଚନା। କଣ ନିଷ୍କର୍ଷ ବାହାରିଲା କେଜାଣି? ଝିଅର ସେଇ ପଦଟିଏ କଥା। ରେକର୍ଡ ପ୍ଲେୟାରରେ କଣ୍ଟା ଅଟକି ଯାଇଛି ଯେମିତି ସେଇ ଗୋଟିଏ ସ୍ଥାନରେ, ଅବା ପଣକିଆ ରଟିଆ ଭଳିଆ ସେ ଗୋଟିଏ ଧାଡ଼ି। ଫେରିଯିବାକୁ ବାଧ୍ୟ କଲେ ଜୀବନ ହାରିଦେବି ବୋଲି ରୋକଠୋକ ଶୁଣେଇଦେଲା ଝିଅ। ଖୋଲିଲାନି ଆଉ ରହସ୍ୟ। ରହସ୍ୟରେ ରହିଗଲା ଶେଷ ଆଡୁ କେଇଟି ପୃଷ୍ଠା ଛିଣ୍ଡି ଯାଇଥିବା ଗୋଟେ ଦୁଷ୍ପ୍ରାପ୍ୟ ଗୋଇନ୍ଦା ଉପନ୍ୟାସ ଭଳି। ଅସମାହିତ ହୋଇ ରହିଗଲା ସମସ୍ୟା। ଆଇନ କାନୁନ ଅନୁସାରେ ପଦକ୍ଷେପ ନେବାର ବିଭିନ୍ନ ଫନ୍ଦି ଫିକର ଆଉ ଧୀରେ ଧୀରେ ସବୁ ମଳିଗଲା। ସେଇ ଚିତାରେ ଶୋଇବାକୁ ଚାଲିଗଲା ମା। କିନ୍ତୁ ବିଚାରୀ ସେଠି ରହିପାରିଲାନି ଏକା। ଡାକିଲା, ଆସ ସଖା। ତାରି ପାଖକୁ ଚାଲିଲେ ବାପା। ବର୍ଷେ ଭିତରେ ସେମାନେ ଚାଲିଗଲେ କୁହାକୁହି ହୋଇଥିବା ପରି। ଏଥର ରାଜ୍ୟ ନିଷ୍କଣ୍ଟକ। ମହାରାଣୀ ବୋହୂ ବାହାରିଲେ ଚାକିରି ଜାଗାକୁ। ଏମାନେ ପଦେ ଅଧେ କହିଲେ, ଟିକିଏ ଅଭିମାନ ବି କଲେ। ହେଲେ କିଏ ଶୁଣୁଛି କାହାର କଥା? ତେଣୁ ନୀରବ ରହିଲେ। ଗଲାବେଳେ ଭାଇ କହିଦେଇ ଗଲା, ଜମା ଚିନ୍ତା କରିବନି, ଅସୁବିଧା ହେଲେ ଫୋନ କରିବ, ସଙ୍ଗେ ସଙ୍ଗେ ହାଜିର ହେବି। ମୃଦୁ ହସରେ ଭାଇର କଥାକୁ ସ୍ୱୀକାର କରିବାର ସଂକେତ ଦେଇ ଭାଉଜ ତାଙ୍କ ପଛରେ ଚାଲିଲେ। ସେ ତ ଗୋଡ଼ ଟେକିକି ରହିଥିଲେ ନା। ଏଡ଼ିକିଟେ ଘର, ମଣିଷ ବୋଇଲେ 2ଟା। ଲୋକେ ତ ଆଗରୁ କୁତୁହଳୀ ଥିଲେ। ଟିକିଏ ସୁବିଧା ସୁଯୋଗ ମିଳିଲେ ଶୁଣେଇ ଦେଉଥିଲେ 2-4 ପଦ କଟୁ କଥା। ପହିଲେ ପହିଲେ ବେଶ ବାଧୁଥିଲା। ଆଜିକାଲି ସେ କଥାକୁ କେୟାର କରେନା। ଏଣିକି ସବୁ ଟିକା ଟିପ୍ପଣୀ ଶୁଣି ଅଶୁଣା କରି ଜୀବନ ଜୀଇଁବାକୁ ପଡୁଛି। ଏଇ କେଇ ଦିନ ହେଲା ଜଣେ ସାଙ୍ଗ ସହିତ ମୁଁ ତାଙ୍କରି ଘର ପାଖରେ ଭଡ଼ା ନେଇ ରହୁଛି। ସେମାନେ ଏଯାଏଁ ଜାଣିନାହାନ୍ତି। ସେ ତ ଆମରି କଲୋନୀ ଝିଅ। ତା ବାପାଙ୍କ ଚାକିରି ସରିବା ପରେ ସହରର ଶେଷ ମୁଣ୍ଡରେ ଘର ତିଆରି କରି ସେମାନେ ଚାଲି ଯାଇଥିଲେ। ଆମ ଘର ପାଖରୁ ବହୁତ ଦୂର। ପରିସ୍ଥିତି ପୁଣି ପାଖେଇ ଆଣିଲା ଆମକୁ। ତାକୁ ଆଗରୁ ଜାଣେ। ଛୋଟବେଳେ ଟିକେ ମୁଖରା ଥିଲା। ସ୍ପଷ୍ଟବାଦୀ ସିନା, କିନ୍ତୁ ମନଟା ସଫା, ଶରତର ଆକାଶ ଭଳି, ଅବା କାର୍ତ୍ତିକ ମଗୁଶିରର ଲିପାପୋଛା ଅଗଣା ପରି। ଭାବିଲି କେତେବେଳେ ସୁବିଧା ଦେଖି ତାରି ପାଖରୁ ବୁଝିବି। ସେଦିନ ବଜାର ସଉଦା ଧରି ଗେଟ୍ ବାହାରକୁ ଆସିଲା ବେଳେ ଦେଖିଲି ସିଏ ମୋଠୁ ଟିକିଏ ଆଗରେ। ବୋଧହୁଏ ସିଏ ବି ବଜାର ଆସିଥିଲା। ଡାକିଲି। ଓଲଟି ଚାହିଁଲା। ରାସ୍ତା କଡ଼କୁ ଯାଇକି ଅଟକିଲା। ଉଦାସ ହସ। କଥା ହେଇ ହେଇ ଚାଲିଲୁ। ସେ ବିଷୟ ପଚାରିବି ବୋଲି ଠିକ୍ କଲି। ତାକୁ ଜଳଖିଆ ଖାଇବାକୁ ଡାକିନେଲି। ସେ ମନା କରୁଥିଲା। କେବିନ୍ ଭିତରେ ବସିଲୁ। ଅନେକ ଦିନ ପରେ ଦେଖା। ତା ପୁଣି ଏମିତି ଏକ ଆଲୋଚନା। ମତେ ବି ଖରାପ ଲାଗୁଥିଲା ତା କ୍ଷତକୁ ଘାଣ୍ଟିବା ପାଇଁ। କିନ୍ତୁ ହୃଦୟର ବ୍ୟାକୁଳତା ଓ କୌତୂହଳରୁ ନିଜକୁ ନିବୃତ୍ତ କରିପାରିଲିନି। ପଥର ତରଳୁଥିଲା। ବାପ ମା ଭାଇ ଭଉଣୀଙ୍କୁ ନେଇ ପିଲାର 51ବର୍ତ୍ତୀ ପରିବାର। ବଡ଼ ଭାଇ ବିବାହିତ, ଗୋଟେ ବ୍ୟବସାୟୀ ପାଖରେ କାମ କରେ। କିନ୍ତୁ ଏ ପିଲାଟି, ମାନେ ୟାର ସ୍ୱାମୀ ଓକିଲ,
ପ୍ରାକ୍ଟିସ୍ ବି ଭଲ ଚାଲେ, ପ୍ରତିଷ୍ଠା ଅଛି, ଘରର ପ୍ରାୟ ସବୁ ଦାୟିତ୍ୱ ୟାରି ଉପରେ, ଏକ ପ୍ରକାର ମୁରବୀ କୁହାଯାଇପାରେ। ବାହାଘର ପରେ କେଇଦିନ ବେଶ୍ ହସଖୁସିରେ ଚାଲିଥିଲା, କିନ୍ତୁ ଦିନେ ସିଏ ଗାଧୁଆ ଘରୁ ବାହାରି ଆସୁଥିବା ବେଳେ ସିଡ଼ି ପାଖରେ ଅସଞ୍ଜତ ଅବସ୍ଥାରେ ଦିଅର ଭାଉଜଙ୍କୁ ଦେଖି ଅପ୍ରତ୍ୟାଶିତ ଭାବରେ ଯୋଉ ଘୃଣ୍ୟ ବିକୃତ ସତ୍ୟକୁ ସିଏ ଆବିଷ୍କାର କଲା, ମୁହୂର୍ତ୍ତକ ଭିତରେ ଧ୍ୱସ୍ତ ବିଧ୍ୱସ୍ତ ହୋଇଗଲା ତାର ପୃଥିବୀ। ତାପରେ ନିତି ବେଡ୍ରୁମ୍ ଭିତରର ଶୀତଳ ଯୁଦ୍ଧ, ଯୁକ୍ତିତର୍କ, କଥା କଟାକଟି। କିନ୍ତୁ ଅନୁତାପ ପରିବର୍ତ୍ତେ ଉଗ୍ରତା, ନିର୍ଲଜତା, ପୁରୁଷପଣର ଔଦ୍ଧତ୍ୟ। ପରିଶେଷରେ ଫଳାଫଳ ତାକୁ ଶୁଣେଇ ଦିଆଗଲା, ଏସବୁ ଏମିତି ଚାଲିଛି, ଚାଲିବ, ରହିବାର ଅଛି ତ ରହ, ନହେଲେ କି ଦୁଃସାହସ। ଅସଲ ଗୁମର କେହି ଜାଣିପାରିଲେନି, ପଳେଇ ଆସିଲି। ସମୟକ୍ରମେ ବୁଝାମଣା କରିନେବାର ପ୍ରଚ୍ଛନ୍ନ ଧମକ ଦିଆଯାଇଛି। ନାନୀ, ସ୍ୱାଭିମାନର ଜୀବନଟିଏ ଜୀଇଁବା ପାଇଁ ଚାହିଁଲେ ଏମିତି ତିଳ ତିଳ ହୋଇ ଜଳିବାକୁ ହୁଏ। ତାର ପ୍ରଭୁତ୍ୱ ପଣିଆକୁ ସ୍ୱୀକାର କରି ସେ ନର୍କକୁଣ୍ଡରେ ଗୋଟିଏ ମୁହୂର୍ତ୍ତ ବି ମୁଁ ରହିପାରିବିନି। ସେଠି ସମ୍ମାନ ଓ ଜୀବନ ଉଭୟ ବିପନ୍ନ। ଘରେ ବି କାହାକୁ ନୁହେଁ, ହୃଦୟର ଗହୀର ଗୋପନ କୋଣରେ ସେଇ ଅକୁହା ବେଦନାକୁ ସାଇତି ବଞ୍ଚିବି। କଣ ଏମିତି ଭାବରେ ସାରା ଜୀବନ? ଯାହାହେଲେ ବି ସମାଜ, ପତି ପତ୍ନୀର ସମ୍ପର୍କ, ଏକଥା ତୁମେ କହିପାରୁଛ ନାନୀ? ପତି ପତ୍ନୀ, ପରିବାର, ଏସବୁ ମୋ ପାଇଁ ଏକ ପ୍ରହସନ। ପ୍ରେମ, ବିଶ୍ୱସ୍ତତା ହିଁ ଦାମ୍ପତ୍ୟ ଜୀବନର ମୂଳାଧାର। ଏହା ପାରିବାରିକ ଜୀବନର ଭିତ୍ତିକୁ ବଜାୟ ରଖେ, ଦୃଢ଼ କରେ। ବିଚାରାଳୟର ଆଶ୍ରୟ ନେଇ ତାକୁ ହୁଏତ ଶାସ୍ତି ଦିଆଯାଇପାରେ। ଅଧିକାର ସାବ୍ୟସ୍ତ କରି ଭରଣ ପୋଷଣ ପାଇଁ କେଇଟି ମୁଦ୍ରା ମୋର ଲୋଡ଼ା ନାହିଁ। ଯାହାର ଧର୍ମ, ଈଶ୍ୱର ଭୟ ନାହିଁ, ସେଭଳି ପଶୁ ସହିତ ଗୋଟିଏ ମୁହୂର୍ତ୍ତ ବି ରହିହେବ ନାହିଁ। ତାହେଲେ ଅସମାହିତ ହୋଇ ରହିଗଲା। ତୁ କଣ କରିବାକୁ ଭାବିଛୁ? ଆଗକୁ ତୋର ଭବିଷ୍ୟତ ପଡ଼ିଛି ଯେ। ସେଇ ସ୍ପଷ୍ଟ ଉତ୍ତର। ଛୋଟ ପିଲାଙ୍କୁ ପଢ଼ଉଛି, ସାରା ଜୀବନ ଏଇମାନଙ୍କ ମେଳରେ କାଟିବି। ପିଲାଙ୍କୁ ପଢ଼େଇ ମଣିଷ କରିବା ତ ନିଶ୍ଚିତ ଭାବରେ ଏକ ମହତ୍ କାମ, କିନ୍ତୁ ତୁ ନିଜ ହୃଦୟକୁ ଆଉ ଟିକିଏ ପ୍ରସାରିତ କରିଦେ। ବସୁଧାଟିଏ ପାଲଟି ଯା। ଦୁଆର ଟପିଲେ ପଡ଼ିଛି ପ୍ରଶସ୍ତ ରାସ୍ତା। ତୋତେ ସୁହାଇଲା ଭଳି ବାଛିନେ ଏକ ପଥ। ଦେଶ ଜାତି ପାଇଁ ବି କିଛି କର। ମୋ ଏନ୍ଜିଓ ସଂସ୍ଥାରେ ଯୋଗ ଦେ। ଆମେ ଦୁସ୍ଥ ପୀଡ଼ିତ ମଣିଷର ସେବା କରିବା। ସେ ମୋତେ କୁଣ୍ଢେଇ ଧରିଲା। ଆଖିରୁ ତାର ବହି ଆସୁଥିଲା ଧାର ଧାର ଲୁହ, କିନ୍ତୁ ମୁହଁରେ ଅସମ୍ଭବ ଦୃଢ଼ତା। ଆମେ ହୋଟେଲରୁ ବାହାରି ଆସୁଥିଲୁ।